ଆପଣ କ'ଣ ଅଭିଯୋଗ ନେଇକି ଆସୁଛନ୍ତି? ମୁଁ ଏଠି କିଛି ଅଭିଯୋଗ ନେଇକି ଆସିନି। ଆପଣମାନେ ଆସିଛନ୍ତି ମୋତେ ପଚାରିବା ପାଇଁ। ମେ ବି କ'ଣ ଗୋଟେ ଭିଡ଼ିଓ ଭାଇରାଲ ହେଉଛି ଯେଉଁଟାକି ଗୁଲୁଆ ଅଭିଯୋଗ ଆଣୁଛନ୍ତି ଯେ ମୋତେ ମୋ ନାଁ ତ କହିନାହାନ୍ତି ନା। ଆପଣଙ୍କ ନାଁ କହିନାହାନ୍ତି, ଆପଣ କିନ୍ତୁ ପ୍ରତିକ୍ରିୟା କ'ଣ ରଖିବେ? ଦେଖନ୍ତୁ, ମୁଁ ମାନେ ବହୁତ ସାରା ଜାଗାରେ କହିସାରିଲାଣି, ଅଡ଼ିଏନ୍ସ ମୂର୍ଖ ନୁହନ୍ତି। ପ୍ରତ୍ୟେକଟି ଜିନିଷ ମାନେ କହୁଛ ଯଦି ତାର ପ୍ରତ୍ୟେକଟି ଭାବରେ ପ୍ରମାଣ ତ ଦରକାର। ତମର ଦୁଇଟି ଫୋନ୍ ଅଛି, ଗୋଟେ ଆଇଫୋନ୍ ଅଛି, ଗୋଟେ ନର୍ମାଲ ଫୋନ୍ ଅଛି, ତାଙ୍କର ସ୍ମାର୍ଟଫୋନ୍ ଯେଉଁଟା ସେଥିରେ ଅଟୋ କଲ୍ ରେକର୍ଡ଼ ହୁଏ, ଯେଉଁଥିରେ ସେ ସବୁ କଥାକୁ ମୋର ରେକର୍ଡ଼ ରଖନ୍ତି। ମୋର ଆଇଫୋନ୍ରୁ ତାଙ୍କ ନମ୍ବରକୁ ମୁଁ ବ୍ଲକ୍ ରଖିଛି, ମୁଁ ମୋ ସ୍ମାର୍ଟଫୋନ୍ରେ ତାଙ୍କୁ ଅନବ୍ଲକ୍ ରଖିଛି। ତମ ପାଖେ ଫୋନ୍ ଅଛି, ମେସେଜ୍ ଅଛି, କେଉଁଥିରୁ ତ ଧମକ ଆସୁଥିବ। ଯଦି ଧମକ ଆସୁଛି ତାର ପ୍ରୁଫ୍ ଦିଅନ୍ତୁ। ଆଣ୍ଡ ଯେଉଁ କହୁଛନ୍ତି ମୁଁ ଡିସିପି ଅଫିସ୍, ଏସ୍ପି ଅଫିସ୍ ଯାଇପାରିବିନି, ଆଜ୍ଞା ସେମାନଙ୍କ ପାଖକୁ ଗଲେ ସେମାନେ ଏତେ ମୂର୍ଖ ନୁହନ୍ତି। ଏଇଟା 2026। ତ ନର୍ମାଲି ଯଦି ଜଣେ ମିଛ କହୁଛି ସେ ମିଛକୁ ଇଜିଲି ଧରି ହେଇପାରିବ। ଯଦି ଆପଣ କହୁଛନ୍ତି ତାର ପ୍ରମାଣ ଦିଅନ୍ତୁ। ଯଦି ପ୍ରମାଣ ନାହିଁ ମିଛ କାହିଁ କହୁଛନ୍ତି? ଏଠି ସମସ୍ତେ ମୂର୍ଖ ନାହାନ୍ତି। ମୋ ପାଖେ ପ୍ରମାଣ ଅଛି, ମୁଁ ଦେଇପାରିବି। ମୋ ପାଖେ କ'ଣ କ'ଣ ପ୍ରମାଣ ଅଛି? ହୋଟେଲ ଠାରୁ ଆରମ୍ଭ କରିକି ମନାଲି ପର୍ଯ୍ୟନ୍ତ କେଉଁ ଝିଅ ସାଥିରେ କ'ଣ କରିଛ ସେ ପ୍ରମାଣ ରଖିଛି ଆଜ୍ଞା। ମୁଁ ଗୋଟେ ଝିଅ, ମୁଁ ଆଜିକି ବର୍ଷେ ହେଲାଣି କ'ଣ ପାଇଁ ଚୁପ୍ ଥିଲି? ମୁଁ ଯଦି ଏବେ ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ କରୁଛି ମୋତେ ସେଠିକି ବାଧିଛି ବୋଲି ମୁଁ ପୋଷ୍ଟ କରୁଛି। ମୁଁ ଲାଷ୍ଟ 1 ଇୟର୍ ହେବ ମୁଁ ସାଇଲେଣ୍ଟ ଥିଲି। କ'ଣ ପାଇଁ? ମୁଁ ଚାହୁଁନଥିଲି ମୁଁ ଏଇ ମାନେ ମିଡ଼ିଆ ଡାକି ଏସବୁ ଆପଣମାନେ ଆସିଛନ୍ତି, ମୁଁ କାହାକୁ ଡାକିନି ଏଠିକି। ମୁଁ ଏସବୁ ଡାକିକି ମୁଁ କେବେ ବି ପାଲା କରିନଥାନ୍ତି। ମୁଁ ଗୋଟେ ବର୍ଷ ପୂର୍ବରୁ ସାଇଲେଣ୍ଟ ଥିଲି। ମୁଁ ଭାବୁଥିଲି ସବୁ, ଯେତେବେଳେ ମୋତେ ଘରୁ ବିଦା କରାଗଲା ମୁଁ ଭାବିଥିଲି ନାଇଁ ମୋ ମ୍ୟାଟରକୁ 2 ମାସ ଭିତରେ ସର୍ଟ ଆଉଟ୍ ହେଇଯିବ, କିନ୍ତୁ ମୋ 2 ମାସ ଭିତରେ ମୋ ମ୍ୟାଟର ସର୍ଟ ଆଉଟ୍ କରିଲେନି। ତାଙ୍କ ବାପା କହିଥିଲେ ମୁଁ 2 ମାସ ଭିତରେ ମୁଁ ସବୁ ଠିକ୍ଠାକ୍ କରିଦେବି, କିନ୍ତୁ 2 ମାସ ଭିତରେ କିଛି ବି ଠିକ୍ଠାକ୍ ହେଇନଥିଲା। ମୁଁ ଭାବିଥିଲି ଯେ ସିଏ ମୋତେ ଆସିକି ଭୁଲ ମାଗିକି ନେଇଯିବେ, ଯେ ମୁଁ ଯାହା କରିଛି ଭୁଲ କରିଛି, କିନ୍ତୁ ସେ ଭୁଲ ମାନିନଥିଲେ। ଏବେ ଯେଉଁ ଭିଡ଼ିଓ କରିଦେଲେ ଠାକୁର ଘରେ କିଏ ମୁଁ କଦଳୀ ଖାଏନି, କେହି କିଛି ଧମକ ଦେଇନାହାନ୍ତି। ବାସ୍ ମୋର ଗୋଟେ ଛୋଟ ପୋଷ୍ଟରୁ ନା ଆରମ୍ଭ ହେଇଗଲା। ଆଉ ଯେଉଁଟା ମୁଁ ଜାଣିଛି ସତ, ମୁଁ ଅଲଗା ହେଇନି। ତୁମେ ଝିଅ ଖୋଜି ଦେଉଛ ବାହାଘର ପାଇଁ। ତମେ ଘରେ ଯେଉଁ ଷ୍ଟାଫ୍ ରଖିଛ ସେ ତୁମ ପାଇଁ ଝିଅ ଖୋଜୁଛନ୍ତି ବାହାଘର ପାଇଁ। ମୁଁ ଗୋଟେ ସ୍ତ୍ରୀ, ମୁଁ କେମିତି ସହିପାରିବି? ଯେତେବେଳେ ଆଜ୍ଞା 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 ବହୁତ ପଇସା ହେଇଗଲା, ମେ ବି ବହୁତ ନାଁ ହେଇଗଲା, ମେ ବି ବହୁତ ଇଗୋ ହେଇଗଲା, ମେ ବି ସେଇଟା ତ ମୁଁ ଜାଣିନି। ମୁଁ ବି ପ୍ରଶ୍ନ କରୁଛି, ମୋର ବି ଆନ୍ସର୍ ଦରକାର। ଏମିତି କ'ଣ ହେଇଗଲା? ଏମିତି କେଉଁ ଜିନିଷର ଅଭାବ ରହିଗଲା ଯେଉଁଥିପାଇଁ ଆମେ ଏକ୍ସଟ୍ରା ମ୍ୟାରିଟାଲ୍ ଆଫେୟାର୍ କଲେ? ଆଉ ଆଜି ଯଦି ବି କିଛି ପ୍ରୋବ୍ଲେମ୍ ହେଇଛି ନା, ଓନ୍ଲି ଏକ୍ସଟ୍ରା ମ୍ୟାରିଟାଲ୍ ଆଫେୟାର୍ ପାଇଁ। ଠିକ୍ ଅଛି, ଆମ ଆଇନ ଆମକୁ ଲିଗାଲାଇଜ୍ କରିଦେଇଛି, ଏକ୍ସଟ୍ରା ମ୍ୟାରିଟାଲ୍ ଆଫେୟାର୍ କରିବ। ଜଣକୁ ଛାଡ଼ି ଦିଅ ନା। ମୋତେ ଘରୁ ବିଦା କରିଦେଲ, ମୋତେ ଘରୁ ବାହାର କରିଦେଲ, ମୋର କିଛି ସର୍ଟ ଆଉଟ୍ କଲନି, କିନ୍ତୁ ତୁମେ ଝିଅ ଖୋଜିବା ଆରମ୍ଭ କରିଦେଲ। ଆଜ୍ଞା ନ୍ୟୁଜ୍ରେ ଏବେ ଗୋଟେ ବାଇଟ୍ ବି ଆସିଥିଲା, ଜଣେ ଫେମସ୍। ମୁଁ ସୁନ୍ଦର ନୁହଁ ଆଜ୍ଞା, ମୁଁ ଅସୁନ୍ଦର। ନାଇଁ ସେ ଜାଣିପାରିନଥିଲେ। ମୁଁ ଏବେ ବି କ୍ୱେଶ୍ଚିନ୍ କଲେ ତାଙ୍କ ପାଖେ ଆନ୍ସର୍ ନାହିଁ। ମୁଁ ଅସୁନ୍ଦର ଆଜ୍ଞା। ପୋଲିସଙ୍କ ଆଗରେ ବି ସେ କହିଛନ୍ତି ମୁଁ ଛକାଙ୍କ ଭଳି ଦେଖିବାକୁ। ଆମେ ଯେତିକି ଜାଣିଛୁ ଆପଣଙ୍କ ଲଭ୍ ମ୍ୟାରେଜ୍ ଥିଲା। ଆଜ୍ଞା ଲଭ୍ ମ୍ୟାରେଜ୍ କରିକି ବାହା ହେଇଥିଲେ। ଆଜ୍ଞା। ସେତେବେଳେ ବି ସେ ଆପଣ ଲଭ୍ ବେଳେ ବି ତ ଦେଖିଥିବେ ଯେ ନାଇଁ ସେତେବେଳେ ମୁଁ ବୋଧେ ସୁନ୍ଦର ଲାଗୁଥିଲି, ମ୍ୟାରେଜ୍ ପରେ ବୋଧେ ମୁଁ ପୁରୁଣା ଲାଗିଲି। ଧନ ଲୋଭ ଦେଖନ୍ତୁ, ମାନେ ଯେହେତୁ ସେ ଧୀରେ ଧୀରେ ଆମେ ଗ୍ରୋଥ୍ କଲୁ, ଧୀରେ ଧୀରେ ସେ ବାହାରକୁ ଗଲେ, ବାହାରେ ଭଲ ଭଲ ଝିଅଙ୍କ ସାଥିରେ କାମ କଲେ। ମୁଁ ଟିକେ କଲର୍ କମ୍, ସେ ଟିକେ ଗୋରା ଗୋରା ଝିଅ ଦେଖିଲେ, ମେ ବି ତାଙ୍କୁ ସେ ଝିଅ ଭଲ ଲାଗିଲେ, ଭାବିଥିବେ ନାଇଁ ଗୋଟେ ସୁନ୍ଦର ଝିଅକୁ ବାହା। ଇନଫ୍ୟାକ୍ଟ ସେ ମୋତେ ବି କହିଛନ୍ତି ମୁଁ ତୋ ସାଥିରେ ଫଟୋ ଉଠାଇକି ପୋଷ୍ଟ କରିପାରୁନି, ତୁ ସୁନ୍ଦର ନୁହଁ। এইটা ମୁଁ କହୁଛି, ସିଏ ବି ଜାଣିଛନ୍ତି ଏଇଟା ସତ କି ମିଛ। ଏଇ କିଛି ଦିନର ଏଇ କଥାଟାକୁ ମୁଁ ରେକର୍ଡ଼ ବି ରଖିଛି। ମୁଁ ତାଙ୍କୁ କହିଲି ମୁଁ ଅସୁନ୍ଦର ବୋଲି ତୁମେ ମୋତେ ଫଟୋ ଉଠାଉନଥିଲ ନା, ବର୍ଷା ତୋ ହାତରେ ମୁଁ ବହୁତ କିଛି ଭୁଲ କରିଦେଇଛି, ମୋତେ ମାଫ୍ କରିଦେ। ତାପରେ ବି ମୁଁ ଭାବିଥିଲି ସେ ବଦଳିଯିବେ, କିନ୍ତୁ ସେ ବଦଳିଲେନି। ମୁଁ ଏବେ ରିସେଣ୍ଟଲି ପୁଣି ଗୋଟେ ଶୁଣିଲି। ମୁଁ କେତେ ଦିନ ଚୁପ୍ ହେଇକି ରହିଥାନ୍ତି, ଯେତେବେଳେ ମୁଁ ପୋଷ୍ଟ କରିବା ଆରମ୍ଭ କଲି ତାପରେ ସତ ଏବେ ଧୀରେ 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 ବାହାରି ଆସିବ। କିନ୍ତୁ ମୁଁ ଗୋଟେ ପୋଷ୍ଟ କଲି ଯେ ମହାନାୟକ ଯିଏ କଳାକାର, ତାଙ୍କର ଯିଏ ସାମ୍ନାକୁ ଆସିବ, ଆଉ ତାଙ୍କ ପାଖରେ ଯିଏ କାମ କରୁଛନ୍ତି, ଯାହାକୁ ମୁଁ କାମ ଦେଇକି ରଖିଥିଲି, ତାର ମୁଁ ପର୍ଦ୍ଦାଫାଶ କରିବି ପ୍ରମାଣ ସହିତ। କାହିଁକିନା ସିଏ ବାହାଘର ନାଇଁ, ମୁଁ ନାଁ ଏବେ କହିବିନି। ମୁଁ ଯାହା ବି କହିବି କୋର୍ଟରେ କହିବି, ମୁଁ ପ୍ରମାଣ ସହିତ କହିବି, ପ୍ରୁଫ୍ ସହିତ କହିବି। ଆଚ୍ଛା, ତାମାନେ ଆପଣ ସିଏ ମାନୁଛନ୍ତି ଯେ ସେ କୋଟି ଟଙ୍କା ନେଇଥିଲେ ବୋଲି? ଦେଖନ୍ତୁ, ଯେତେବେଳେ ମ୍ୟାରେଜ୍ ହେଇଥିଲା ତା ଆଗରୁ ମୋ ବାପା ଜାଗା କିଣିକି ଦେଇଥିଲେ, ଘର ବନେଇକି ଦେଇଥିଲେ। ହଁ ଦେଇଥିଲେ, ହଁ ବାପା ସବୁ ଦେଇଥିଲେ, କିନ୍ତୁ ହଁ ବାବାଙ୍କ ପାଖେ ପ୍ରୁଫ୍ ଅଛି ସେ ଦେଇଥିଲେ ବୋଲି। ଇନଫ୍ୟାକ୍ଟ ମୁଁ ଆସୁଛି ତ ବାପା ଦେଇଥିଲେ। ତ ଯେତେବେଳେ ଗୋଟେ ଝିଅକୁ ତୁମେ ବାଡ଼େଇକି ବିଦା କରିଦେବ, ଆପଣମାନେ ନିଜେ କୁହନ୍ତୁ କେଉଁ ବାପା ସହିବ?
तो सी कहबे ना मो पैसा मते फेरे दे मु बहुत माड़ खाई आज्ञा मु बहुत माड़ खाई आम सब पिला आगे माड़ खाई नहीं बहुत सारा डिस्टर्बांस है बहुत सारा प्रोब्लेम्स है सब कथा तो शेयर कर पारिनी बट जैसे कि जेहेतु आपण तांका संगे लव रे थिले आपण जानिथिबे केमिति मଣିଷ देखो समस्ते एबे मते बहुत सारा कमेंट्स आसुचे आपण थोड़े सुजोग दियंतु आपण मिसिकी सबुतक समाधान कर दियंतु मु गोटे थोड़ा सुजोग देइथिली जोथि नाम नेली मु जदि मैरिज पूर्व से सुजोगटा दे न था हुए तो मो साथ एते प्रॉब्लम हो न था मो सुजोग देदेली से मो साथ प्रॉब्लम हो मोर जहाँ भी कथा मु जहाँ भी प्रूफ जी झीर प्रूफ रखी सबूर प्रूफ कोर्टे देवी।